ଅଧିକ ରାଜସ୍ୱ ପାଉଛ ତାଙ୍କ ସ୍ୱାସ୍ଥ୍ୟ ବୀମା କରାଯାଉ ଏ ବାବଦରେ ମୁଁ କ୍ୱେଶ୍ଚିନ୍ କରୁଛି କିନ୍ତୁ ସରକାର ସେଟାକୁ ତ ଶୁଣିବା ଅବସ୍ଥାରେ ନାହିଁ। ତେଣୁ ଦେଖିବା ଆଗାମୀ ଦିନରେ ପୁଣି କ୍ୱେଶ୍ଚିନ୍ କରିବା। ଯୋଉମାନେ ମଧ୍ୟ ଦଉଛନ୍ତି ସେମାନେ ରାଜସ୍ୱ ଦଉଛନ୍ତି ରାଜସ୍ୱ ଦଉଛନ୍ତି। ଶୁଣନ୍ତୁ ଗୋଟିଏ ଜିନିଷ ହେଲା ଯଦି ମଦ ବିକ୍ରି ମଦଟା ବନ୍ଦ କଲେ ଦେଶର ବହୁତ ଉନ୍ନତି ହେବ, ରାଜ୍ୟର ଉନ୍ନତି ହେବ। କିନ୍ତୁ ଏମାନେ ରାଜସ୍ୱ ଚିନ୍ତାଧାରାରେ ମଦ ହେଉଛି ମାନେ ଭାଟି ଖୋଲି ଦେଉଛନ୍ତି। ଗ୍ରାମାଞ୍ଚଳ ଗାଁ ଗାଁ ପାନ ଦୋକାନରେ ମଦ ପାଇବେ, ଯେଉଁଥିରେ କି ହେଉଛି ମାନେ ଘରର ଏତେ ବିଶୃଙ୍ଖଳା ଘଟୁଛି ଘର ଭାଙ୍ଗି ପଡ଼ୁଛି। ଛୋଟ ଛୋଟ ସ୍କୁଲ ଛୁଆ ପିଲାମାନେ ବି ମଦ ପିଇକି ହେଉଛି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି, ମୃତ୍ୟୁବରଣ ବି ସମ୍ମୁଖୀନ ହେଉଛନ୍ତି। ଏ କେତେକ କାରଣ ନେଇକି ମୁଁ ତାଙ୍କୁ ମଦ ମାନେ ବନ୍ଦ କରିବା ପାଇଁ କହିଥିଲି। କିନ୍ତୁ ଯଦି ମଦ ତୁମେ ଯଦି ବିକ୍ରି କରୁଛ ଏତେ ରାଜସ୍ୱ ଆସୁଛି ଯେହେତୁ ଜଣେ ଲୋକ ହେଉଛି ମରିଗଲା ଆଜ୍ଞା, ତାର ହେଉଛି ମାନେ କହିବା ମତଲବ ତା ସ୍ତ୍ରୀଟି କ'ଣ କେମିତି ବଞ୍ଚିବ। ତେଣୁ ହେଉଛି ମଦ ବୀମା କରାଯାଉ ବୋଲି ମୁଁ ଏ ବାବଦରେ ମୁଁ ଡିମାଣ୍ଡ କରିଥିଲି। ସେମାନେ ତ ମନା କରୁଛନ୍ତି ମଦ ବୀମା କରିବେନି। ଯଦି କରିବେନି ସରକାରଙ୍କୁ ତ ଆମେ ହେଉଛି ଗଳାର ଧରିକି କରାଇ ପାରିବାନି। ପୁନର୍ବାର ସେ ବାବଦରେ ଚେଷ୍ଟା ଚଲେଇବା। ବୁକ୍ ସାର୍କଲ 47 ଅନୁସାରେ ମୁଁ ଲେଖିବି, ଲେଖିକି ଏ ବାବଦରେ କ'ଣ ତାଙ୍କର ହେଉଛି ପ୍ରତିକାର କରିବା କଥା ସରକାର ମୋତେ ଜବାବ ଦେବେ। ମଦର ହେଉଛି ମିନିଷ୍ଟ୍ରକୁ ଲେଖିବି, ମୁଖ୍ୟମନ୍ତ୍ରୀ ଲେଖି ସବୁ ଚିଫ୍ ସେକ୍ରେଟାରୀ ଲେଖି ସମସ୍ତଙ୍କୁ ଲେଖିବି। ଏତ ଆଗରୁ ଲେଖୁଥିଲି ଏବେ ବି ଲେଖିବି। ବୀମା ହେଉ ନହେଲେ ମଦ ବନ୍ଦ କରାଯାଉ। ଧନ୍ୟବାଦ।